आज ହେଉଛି ଶ୍ରାବଣ ମାସର ଶେଷ ସୋମବାର। ସ୍କୁଲର ସମସ୍ତ କ୍ଲାସେସ୍ ଗୁଡ଼ିକ ସରିବା ପରେ ଆମେ ସ୍କୁଲଠାରୁ ପ୍ରାୟ 5 କିଲୋମିଟର ଦୂରରେ ପୌରାଣିକ କାହାଣୀ ରହିଥିବା ରେଘାମୁଣ୍ଡାର ଦେଢ଼ଶୁର ଭାଇ ବୋହୂ ପାହାଡ଼ ଅଭିମୁଖେ ବାହାରିଛୁ। ଆଜିର ଏହି ଜର୍ଣ୍ଣିରେ ନେଚର, ହିଷ୍ଟ୍ରି, କଲଚର ଏବଂ ଲୋକାଲ ଟ୍ରାଡିସନକୁ ନିକଟରୁ ଦେଖିବାର ଏକ ସୁନ୍ଦର ଅପରଚ୍ୟୁନିଟି। ରେଘାମୁଣ୍ଡା ପହଞ୍ଚିବା ପରେ ଦେଖିବାକୁ ମିଳୁଛି ଏଠାରେ ଆଜି ପ୍ରବଳ ଭିଡ଼। ଶ୍ରାବଣର ଶେଷ ସୋମବାର ହୋଇଥିବାରୁ ଦୂର ଦୂରାନ୍ତରରୁ ଲୋକମାନେ ଏଠାକୁ ଆସିଛନ୍ତି। କେହି ପାହାଡ଼ ଉପରକୁ ଚଢ଼ୁଛନ୍ତି, କେହି ପୂଜା ପାଇଁ ଯାଉଛନ୍ତି ଏବଂ କେହି ପ୍ରକୃତିର ଏହି ଅଦ୍ଭୁତ ସୁନ୍ଦରତାକୁ ଏନ୍ଜୟ କରୁଛନ୍ତି। ଏହି ପାହାଡ଼ଟି ସ୍ଥାନୀୟ ଅଞ୍ଚଳରେ ଦେଢ଼ଶୁର ଭାଇ ବୋହୂ ପାହାଡ଼ ନାମରେ ପରିଚିତ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପୁରୁଣା କଥା, ଲୋକବିଶ୍ୱାସ ଓ ପରମ୍ପରା ପ୍ରଚଳିତ ଅଛି। ପିଢ଼ି ପରେ ପିଢ଼ି ଲୋକମାନେ ଏହି ସ୍ଥାନକୁ ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ଦେଇ ଆସୁଛନ୍ତି। ରେଖାମୁଣ୍ଡା ଭ୍ରମଣ ପରେ ପରେ ଆମର ନେକ୍ସଟ ଡେଷ୍ଟିନେସନ ହେଉଛି ବୌଦ୍ଧ କନ୍ଧମାଳ ଜିଲ୍ଲା ସୀମାନ୍ତରେ ବହି ଯାଉଥିବା ଖଡ଼ଙ୍ଗ ନଦୀ କୂଳରେ ଥିବା ଧବଳେଶ୍ୱର ଶିବ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର। ଖଡ଼ଙ୍ଗ ନଦୀ ଯାହାକି ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ଦୁଇ ଭାଗ କରୁଛି। ଖଡ଼ଙ୍ଗ ନଦୀ କୂଳରେ ପହଞ୍ଚିବା ପରେ ଏଠାରେ ଦୃଶ୍ୟ ଆହୁରି ମନୋମୁଗ୍ଧକର। ନଦୀର ଶାନ୍ତ ଜଳଧାରା, ଚାରିପାଖର ପାହାଡ଼ ଓ ସବୁଜ ପରିବେଶ ସବୁକିଛି ମିଶି ଏହି ସ୍ଥାନକୁ ଏକ ବ୍ୟୁଟିଫୁଲ ନ୍ୟାଚୁରାଲ ଡେଷ୍ଟିନେସନ ରୂପ ଦେଇଛି ଏବଂ ଏହି ସୀମାନ୍ତ ଅଞ୍ଚଳର ପ୍ରକୃତି, ଜୀବନ ଓ ସ୍ଥାନୀୟ ପରମ୍ପରା ସହିତ ଦୀର୍ଘ ଦିନ ଧରି ଜଡ଼ିତ। ନଦୀକୁ ଘେରି ଗଢ଼ି ଉଠିଥିବା ଏହି ଧାର୍ମିକ ସ୍ଥାନଗୁଡ଼ିକ ସ୍ଥାନୀୟ ଲୋକଙ୍କ ଆସ୍ଥାର ଏକ ଇମ୍ପୋର୍ଟାଣ୍ଟ ପାର୍ଟ। ଆଜି ତ ଏଠାରେ ଆହୁରି ସ୍ପେଶାଲ ଆଟମୋସ୍ଫିୟର, କାରଣ ଏଠାରେ ଚାଲିଛି 16 ପ୍ରହରୀ ନାମଯଜ୍ଞ। ଚାରିଆଡ଼େ ଭକ୍ତଙ୍କ ଭିଡ଼, ନାମ ସଂକୀର୍ତ୍ତନର ଧ୍ୱନି ଏବଂ ଭକ୍ତିମୟ ପରିବେଶ ଦେଖି ମନ ସତରେ ଶାନ୍ତ ହୋଇଯାଉଛି। ଆସନ୍ତୁ ଏଠିକାର ଜଣେ ସ୍ଥାନୀୟ ଲୋକଙ୍କ ମୁଖରୁ ଶୁଣିବା ଏଠିକାର ଇତିହାସ। ଏ ଗୋଟେ ନଦୀ ବହିକି ଯାଉଛି, ଖଡ଼ଙ୍ଗ ନଦୀ। ଆଉ ସେଇ ଖଡ଼ଙ୍ଗ ନଦୀଟା ବୌଦ୍ଧ ଆଉ କନ୍ଧମାଳ କେ ଦୁଇ ଭାଗ କରିଦେଉଛି। ଆଉ ଏଇ ମନ୍ଦିରଟା ଅଛି ସେହି ଖଡ଼ଙ୍ଗ ନଦୀର ପାର୍ଶ୍ୱରେ। ବେଶୀ ଭିଡ଼ କେବେ ରହୁଛି? ବେଶୀ ଭିଡ଼ ସଂକ୍ରାନ୍ତି, ସୋମବାର, ପ୍ରତ୍ୟେକ ସଂକ୍ରାନ୍ତି ଆଉ ସଂକ୍ରାନ୍ତି ସୋମବାର। ଆଉ ସୋମବାର ହଁ, ବହୁତ ଲୋକ।